ହାଲକା ମିଠା ପାଚିଲା କଦଳୀରେ ଗୁଲୁଗୁଲା ପୁରା ନରମ ନରମ, ପତ୍ର ଠୋଲାରେ ତା ସହିତ ଘୁଗୁନି ପୁରା ଗରମ ଗରମ। ବିନା ପିଆଜ ରସୁଣ ତେଲରେ ଘୁଗୁନି ମାତ୍ର 10 ମିନିଟ୍ ଭିତରେ ଆସନ୍ତୁ ବନେଇବା ସବୁଠୁ ସହଜରେ। ଦର୍ଶକ ବନ୍ଧୁ ସମସ୍ତଙ୍କୁ କରୁଛି ମୁଁ ପ୍ରଣିପାତ। ମା ଗେଲୁ ହାଣ୍ଡିଶାଳକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ମାତ୍ର 10 ମିନିଟ୍ ଭିତରେ ପାଚିଲା କଦଳୀରେ ପୁରା ନରମ ନରମ ଗୁଲୁଗୁଲା ସହିତ ମାତ୍ର 10 ମିନିଟ୍ ଭିତରେ ବିନା ତେଲ ବିନା ପିଆଜ ରସୁଣରେ ଘୁଗୁନି ଆସନ୍ତୁ କରିବା ପ୍ରସ୍ତୁତ। ଦର୍ଶକ ବନ୍ଧୁ ଆମେ ଆଜି ଯେଉଁ ପ୍ରସ୍ତୁତ କରିବା ଗୁଲୁଗୁଲା ପୁରା ନରମ ରହିବ ଆଉ ଖାଇବାକୁ ବେଶ ସୁଆଦିଆ ଲାଗିବ ଆଉ ଘୁଗୁନି ସହିତ ତ ମଜା ଆସିଯିବ। ସେଥିପାଇଁ ଦେଖନ୍ତୁ ଆମେ ଦୁଇଟା ନେବା ପାଚିଲା କଦଳୀ। ଆପଣମାନେ ଯଦି ପରିମାଣ ଅଧିକ ନେଉଥିବେ କରିବା ପାଇଁ ତାହେଲେ ଅଧିକ କଦଳୀ ନେବେ ଆଉ କଦଳୀ ସବୁବେଳେ ଅଧିକ ପାଚିଥିବା କଦଳୀ ନେବେ, ବହୁତ ବଢ଼ିଆ ହେଇକି ପ୍ରସ୍ତୁତ ହେବ। ଯେତେବେଳେ ଦେଖିବେ କଦଳୀର ଉପରଟି ଟିକେ ହାଲକା ହାଲକା କଳା ପଡ଼ୁଥିବ ତାହେଲେ ସେଇ କଦଳୀ ବେଶୀ ହେଲ୍ଦି ଆଉ ସେଥିରେ ଯଦି ପ୍ରସ୍ତୁତ କରିବେ ଏମିତି ଗୁଲୁଗୁଲା ପୁରାପୁରି ନରମ ରହିବ, ଖାଇବାକୁ ବେଶ ସୁଆଦିଆ ଲାଗିବ, ପାଟିରେ ପକାଇଲେ ମିଳେଇଯିବ। ଏବେ ଦେଖନ୍ତୁ ଦୁଇଟି ପୁରାପୁରି ପାଚି ଯାଇଥିବା କଦଳୀକି ଆମେ ଭଲ ଭାବରେ ଚକଟି ଦେବା। ସେଥିରେ ଦେବା ଅଳ୍ପ ଗୁଡ଼, ପାନମହୁରି ଗୋଟେ ଛୋଟ ଚାମଚ, ସ୍ୱାଦ ଅନୁସାରେ ଲୁଣ, ଏତିକି ଦେଇକି ଭଲ ଭାବରେ ଗୋଳେଇ ଦେବା। ଗୁଡ଼ ଆମେ ଅଧିକ ପକାଇବାନି, କାହିଁକି ନା ଆମେ ଏଇ ଗୁଲୁଗୁଲାକୁ ଯେହେତୁ ଘୁଗୁନି ସହିତ ପ୍ରସ୍ତୁତ କରିବା ଖାଇବା ପାଇଁ, ସେଥିପାଇଁ ହାଲକା ମିଠା କରିକି ପ୍ରସ୍ତୁତ କରିବା। ଏଠି ଦେଖନ୍ତୁ ଗୁଡ଼ ଆଉ କଦଳୀ ସହିତ ଭଲ ଭାବରେ ମିଶିଗଲା ପରେ ଟିକେ ପାଣିଆ ହେଇଯିବ। ତାପରେ ଆପଣମାନେ ଅଳ୍ପ ଅଳ୍ପ ଅଟା ଦେଇକି ଗୋଳିବେ। ଆଉ ଯେତେବେଳେ ଏମିତି କଦଳୀରେ ଗୁଲୁଗୁଲା ପ୍ରସ୍ତୁତ କରିବେ ବିଲକୁଲ ଠୋପେ ପାଣି ଦେବେନି। କେବଳ କଦଳୀ ଆଉ ଗୁଡ଼ରେ ଯେତିକି ଥିବ ପାଣି ଅଂଶ ସେଇଥିରେ ଆପଣମାନେ ଅଟାକୁ ଗୋଳେଇବେ। ଆଉ ଅଟାକୁ ବେଶୀ ବି ଟାଇଟ୍ କରିକି ଗୋଳେଇବେନି କି ପୁରା ଅଧିକ ପାଣିଆ କରିବେନି। ଏଠି ଦେଖନ୍ତୁ ଯେମିତି ହାତରେ ଟିକେ ଛୋଟ ଛୋଟ ବରା ପରିବା ଛୋଟ ଛୋଟ ଆମେ ପ୍ରସ୍ତୁତ କରିକି ଛାଣିଲା ପରେ ଯେମିତି ହେବ ସେମିତି କରିବା, ବେଶୀ ପାଣିଆ ବିଲକୁଲ କରିବେନି। ତାପରେ ଅଳ୍ପ ଗୋଟେ ଚିମୁଟାଏ ଦେଇଦେବା ଖାଇବା ସୋଡ଼ା, ଯାହାଫଳରେ କି ଏଇ ଯେଉଁ ଗୁଲୁଗୁଲା ପୁରାପୁରି ନରମ ରହିବ ଆଉ ଭିତରୁ ସ୍ପଞ୍ଜି ହେଇକି ପୁରା ସଫ୍ଟ ହେଇକି ରହିବ। ଏବେ ତାକୁ ଖାଇବା ସୋଡ଼ା ଦେଇକି ଆଉ ଟିକେ ଭଲ ଭାବରେ ଗୋଳେଇ ଦେବା। ଏବେ ଆମର ପ୍ରସ୍ତୁତ ହେଇଯାଇଛି ଗୁଲୁଗୁଲା ଛାଣିବା ପାଇଁ। କଡ଼େଇରେ ନେବା ତେଲ, ତେଲକୁ ଆପଣମାନେ ମିଡ଼ିୟମ୍ ଫ୍ଲେମ୍ରେ ଗରମ କରିବେ। ଭଲ ଭାବରେ ତେଲ ଗରମ ହେଇଗଲା ପରେ ଗୁଲୁଗୁଲାକୁ ଛାଣିବେ। ଆଉ ଗୁଲୁଗୁଲା ଛାଣିଲା ବେଳେ ଆରମ୍ଭରୁ ଶେଷ ଯାଏଁ ମିଡ଼ିୟମ୍ ଫ୍ଲେମ୍ରେ ରଖିବେ, ଅଧିକ ଜାଳ ଦେବେନି ନହେଲେ ଗୁଲୁଗୁଲା ଉପରୁ ପୋଡ଼ିଯିବ। ଏଠି ଦେଖନ୍ତୁ ତେଲ ବଢ଼ିଆ ଭାବରେ ଗରମ ହେଇଗଲାଣି। ଏବେ ଆମେ କ'ଣ କରିବା ନା ଗୁଲୁଗୁଲା ଛାଣିବା। ଯେତେବେଳେ ଆପଣମାନେ ଗୁଲୁଗୁଲା ଛାଣିବେ ଛୋଟ ଛୋଟ କରିକି ଛାଣିବେ, ବହୁତ ବଢ଼ିଆ ଲାଗିବ ଖାଇବା ପାଇଁ, ଦେଖିବାକୁ ବି ଖୁବ୍ ସୁନ୍ଦର ଦେଖାଯିବ। ଦେଖନ୍ତୁ ଆମେ ମିଡ଼ିୟମ୍ ଫ୍ଲେମ୍ରେ ଭଲ ଭାବରେ ଟିକେ ଓଲଟ ପାଲଟ କରିଦେଲା ପରେ ଗୋଟେ ସୁନ୍ଦର ରଙ୍ଗ ଆସିବ, ପୁରା ବ୍ରାଉନ୍ ରଙ୍ଗ। ତାପରେ ଆପଣମାନେ ଗୁଲୁଗୁଲାକୁ କାଢ଼ିବେ। ଏଠି ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି। ଏମିତି ଛୋଟ ଛୋଟ କରିକି ଗୁଲୁଗୁଲା ପ୍ରସ୍ତୁତ କଲେ ଦେଖିବାକୁ ବି ବଢ଼ିଆ ଦେଖାଯିବ, ଖାଇବା ପାଇଁ ବି ଘୁଗୁନି ସହିତ ବହୁତ ବଢ଼ିଆ ଲାଗିବ। ଏଠି ଦେଖନ୍ତୁ ଆମେ ଗୋଟେ ଭାଡ଼ି ଗୁଲୁଗୁଲାକୁ ଭଲ ଭାବରେ ଏଠି ଛାଣି ଦେଇଛୁ, ଉପରୁ ପୁରା ବ୍ରାଉନ୍ କଲର୍, ଭିତରୁ ପୁରାପୁରି ସଫ୍ଟ ଆଉ ସ୍ପଞ୍ଜି। ଏବେ ଆମେ ସେକେଣ୍ଡ ପୁଣି ଆଉଥରେ ଛାଣିବା ପାଇଁ ମିଡ଼ିୟମ୍ ଫ୍ଲେମ୍ରେ ରଖିକି ଜାଳକୁ ଭଲ ଭାବରେ ସେମିତି ଛୋଟ ଛୋଟ କରିକି ଛାଣିଦେବା। ଆଉ ବଢ଼ିଆ ଭାବରେ ପୁରା ବ୍ରାଉନ୍ କଲର୍ ଆସିବା ପର୍ଯ୍ୟନ୍ତ ଆମେ ତାକୁ ଟିକେ ଓଲଟ ପାଲଟ କରିଦେବା ମିଡ଼ିୟମ୍ ଫ୍ଲେମ୍ରେ। ଯେତେବେଳେ ଦେଖିବେ ଗୁଲୁଗୁଲାର ଚାରିପଟୁ ଭଲ ଭାବରେ ପୁରା ବ୍ରାଉନ୍ କଲର୍ ଆସିଯିବ, ତାପରେ ଗୁଲୁଗୁଲାକୁ କାଢ଼ିଦେବେ। ଆଉ ବିଶେଷ କରି ଏଇ ଛୋଟ ଛୋଟ ଗୁଲୁଗୁଲା ସହିତ ଗରମା ଗରମ ଘୁଗୁନି ବଢ଼ିଆ ଲାଗିବ। ବିନା ତେଲ ବିନା ପିଆଜ ରସୁଣରେ ଜବରଦସ୍ତ ଘୁଗୁନି ଏତେ ସୁଆଦିଆ ଯେ ପାଟିରୁ ଛାଡ଼ିବନି। ଚକୁଳି, ଇଟିଲି, ବରା, ଭାତ, ରୁଟି, ପରଟା, ପୁରୀ ସବୁଥିରେ ଖାଇପାରିବେ। ସବୁଠୁ ସହଜ କିନ୍ତୁ ଏତେ ସୁଆଦିଆ ଯେ ଥରେ ବନେଇଲେ ସିନା ଜାଣିପାରିବେ। ପ୍ରସ୍ତୁତି ପ୍ରଣାଳୀ ସହଜ ଭାରି, ମାତ୍ର 10 ମିନିଟ୍ ଭିତରେ ହେବ ତିଆରି। ଆସନ୍ତୁ ବନେଇବା ଡେରି ନ କରି। ମାତ୍ର 10 ମିନିଟ୍ ଭିତରେ ବିନା ତେଲ ବିନା ପିଆଜ ରସୁଣରେ ଜବରଦସ୍ତ ସୁଆଦିଆ ଘୁଗୁନି ଆସନ୍ତୁ କରିବା ପ୍ରସ୍ତୁତ। ଦର୍ଶକ ବନ୍ଧୁ ଆମେ ଆଜି ଯେଉଁ ଘୁଗୁନି ପ୍ରସ୍ତୁତ କରିବା ସବୁଠୁ ସହଜ ପ୍ରସ୍ତୁତି ପ୍ରଣାଳୀ ଆଉ ମାତ୍ର 10 ମିନିଟ୍ ଭିତରେ ପ୍ରସ୍ତୁତ ହେବ। ଏଠି ଦେଖନ୍ତୁ ମୁଁ ଗୋଟେ ଗିନା ମଟରକୁ ରାତି ସାରା ବତୁରେଇକି ରଖିଦେଇଥିଲି ଭଲ ଭାବରେ ଧୋଇକି। ଏଠି ମଟର ବଢ଼ିଆ ଭାବରେ ବତୁରି ଯାଇଛି ସକାଳକୁ। ଏଠି ଦେଖନ୍ତୁ ଆମେ କ'ଣ କରିବା ନା ମଟରରୁ ସବୁ ପାଣିକୁ କାଢ଼ିଦେବା। ମଟରରେ ଯେମିତି ଦେଖିବେ କିଛି ବି ପାଣି ନ ରୁହେ। ଆମେ ସିଧାସଳଖ ପ୍ରେସର କୁକରରେ ମଟରକୁ ଦେଇଦେବା। ଏବେ ମୁଁ ଚୁଲିରେ ବସେଇନି, ପ୍ରଥମେ ଆମେ ସବୁ ଜିନିଷ ଦେଇସାରିବା ପରେ ଚୁଲିରେ ବସେଇବା। ମଟର ଦେଇସାରିବା ପରେ ଗୋଟେ ଆଳୁକୁ ଛୋଟ ଛୋଟ ଖଣ୍ଡ କରିକି ଭଲ ଭାବରେ ଧୋଇକି ଚୋପା ସହିତ ମୁଁ ଏଠି ଦେଇଦେଇଛି। ତାପରେ ଆମେ ଚପରରେ ନେବା ଅଧା ଇଞ୍ଚର ଖଣ୍ଡେ ଅଦା, ତା ସହିତ କଞ୍ଚା ଲଙ୍କା 2ରୁ 3ଟି, ଯେତିକି ଆପଣମାନେ ରାଗ ଖାଆନ୍ତି ସେହି ହିସାବରେ ନେବେ। ତା ସହିତ ଗୋଟେ ଭୃଷଙ୍ଗ ପତ୍ର ପାଖୁଡ଼ାରୁ ସବୁ ପତ୍ରକୁ କାଢ଼ିକି
ଦେଇदेବା ଆଉ ଧନିଆ ପତ୍ରର ଡାଙ୍ଗ ଆଉ ଧନିଆ ପତ୍ର ନିଶ୍ଚୟ ପକାଇବେ ଆଉ ଅଳ୍ପ ମାନେ 2-3 ବଡ଼ ଚାମଚ ଆମେ ଦେଇଦେବା ପୁଦିନା ପତ୍ର ନିଶ୍ଚୟ ପକାଇବେ ପୁଦିନା ପତ୍ର ଭୃଷଙ୍ଗ ପତ୍ର ଆଉ ଧନିଆ ପତ୍ର ତା ସହିତ ମିଡ଼ିୟମ୍ ସାଇଜ୍ର 3ଟା ପାଚିଲା ଟମାଟୋ ଟିକେ ଅଧିକ ପକାଇବେ ଯେହେତୁ ଆମେ ବିନା ପିଆଜ ରସୁଣରେ ପ୍ରସ୍ତୁତ କରୁଛେ ଏହି ସବୁକୁ ଆମେ ଚପ୍ କରିଦେବା ଆପଣମାନେ ଚାହିଁଲେ ଗ୍ରାଇଣ୍ଡିଙ୍ଗ ବି କରିପାରିବେ କିନ୍ତୁ ଦରଦର କରିକି ବାଟିବେ ଏଠି ଦେଖନ୍ତୁ କେତେ ସୁନ୍ଦର ଭାବରେ ଚପ୍ ହୋଇଯାଇଛି ଆମେ ସେଇ ମସଲାରେ ଏଠି ଦେଇଦେବା ସ୍ୱାଦ ଅନୁସାରେ ଲୁଣ ହଳଦୀ ଗୁଣ୍ଡ ଅଧା ଛୋଟ ଚାମଚ ଦେବା ତା ସହିତ 1 ଚାମଚ ଦେବା ଲଙ୍କା ଗୁଣ୍ଡ 1 ଛୋଟ ଚାମଚ ଦେବା ଭଜା ଜିରା ଗୋଲମରିଚର ଗୁଣ୍ଡ ନିଶ୍ଚୟ ଭଜା ଜିରା ଗୋଲମରିଚର ଗୁଣ୍ଡ ଦେବେ ବାସ୍ନା ବହୁତ ବଢ଼ିଆ ରହିବ ଅଧା ଛୋଟ ଚାମଚ ଦେବା ଗରମ ମସଲା ଗୁଣ୍ଡ ଆଉ 1 ବଡ଼ ଚାମଚ ଏଠି ଦେବା କିଚେନ୍ କିଙ୍ଗ ମସଲା ବିନା ପିଆଜ ରସୁଣର ଘର ତିଆରି ତା ସହିତ 1 ଚାମଚ ଦେବା କସୁରୀ ମେଥି এই ସବୁ ମସଲା ଗୁଣ୍ଡ ଆଉ ଏଇ ମସଲାକୁ ଆମେ ଯେଉଁ ଚପ୍ କରିକି ରଖିଛେ এই ସବୁକୁ ଆମେ ଏକାଥରକେ ଏଇ ମଟର ଆଉ ଆଳୁରେ ଦେଇଦେବା ଦେଖନ୍ତୁ ଏଠି ଆଳୁ ଆଉ ମଟର ପୁରା କଞ୍ଚା ଅଛି ଆମେ ଏଇ ମସଲା ସବୁକୁ ଦେଇ ସାରିବା ପରେ ସିଧାସଳଖ ଚୁଲିରେ ବସାଇବା ବିଲକୁଲ ଏଥିରେ ମୁଁ ତେଲ ପକାଇନି ଆପଣମାନେ ଚାହିଁଲେ ତେଲ ମଧ୍ୟ ପକାଇ ପାରନ୍ତି କିନ୍ତୁ ମୁଁ ବିନା ତେଲରେ ଯେହେତୁ ଆଜି ପ୍ରସ୍ତୁତ କରୁଛି ଆପଣମାନେ ସବୁ ଦେଇ ସାରିବା ପରେ ମିଡ଼ିୟମ୍ ଫ୍ଲେମ୍ରେ ବସାଇଦେବେ ଏଇ ମଟର ଆଉ ଆଳୁକୁ ଆଉ 5 ମିନିଟ୍ ପାଇଁ ୟାକୁ ଭଲ ଭାବରେ ମିଡ଼ିୟମ୍ ଫ୍ଲେମ୍ରେ କିମ୍ବା ହାଇ ମିଡ଼ିୟମ୍ ଫ୍ଲେମ୍ରେ ଟିକେ ଭାଜିଦେବେ ଏମିତି ହେଲେ କ'ଣ ହେବ ନା ଏଇ ଯେଉଁ ମସଲା ଗୁଣ୍ଡ ଆଉ ଟମାଟୋ ଅଦା ଲଙ୍କା ଆମେ ଯେଉଁ କଞ୍ଚା ନେଇଛେ ତାର ବାସ୍ନାଟା ବହୁତ ବଢ଼ିଆ ରହିବ ଭାଜି ହେଲା ପରେ ସିଧାସଳଖ ପାଣି ଦେଇକି ସିଝେଇ ଦେବେନି ନହେଲେ ସିଝାଳିଆ ଲାଗିବ ଏଠି ଏଇ ଷ୍ଟେପ୍ଟାକୁ ବିଲକୁଲ ସ୍କିପ୍ କରିବେନି ନିଶ୍ଚୟ 5 ମିନିଟ୍ ପାଇଁ ହାଇ ମିଡ଼ିୟମ୍ ଫ୍ଲେମ୍ରେ ଭଲ ଭାବରେ ଭାଜିଦେବେ ଦେଖିବେ ଯେମିତି ଏଇ ପାଣିଟା ପୁରାପୁରି ଶୁଖିଯିବ ମଝିରୁ ଆଳୁ ମଟରକୁ ଟିକେ ସାଇଡ଼୍ କରିକି କଡ଼କୁ ଦେଇକି ଖେଳେଇ ଦେଲେ ବଢ଼ିଆ ଭାବରେ ଜଲ୍ଦି ଏଇ ମସଲାର ରସ ଶୁଖିଯିବ ଦେଖନ୍ତୁ ଏବେ ପୁରାପୁରି ଶୁଖିଗଲାଣି ପୁରାପୁରି ଶୁଖିଗଲା ପରେ ଆପଣମାନେ ପାଣି ଦେବେ ଏମିତି କଲେ ବହୁତ ବଢ଼ିଆ ଲାଗିବ ଘୁଗୁନି ବିନା ତେଲରେ ବି ବିଲକୁଲ ଜଣା ପଡ଼ିବନି ତେଲ ପଡ଼ିନି ବୋଲି ଏମିତି ଦେଖନ୍ତୁ ଭଲ ଭାବରେ ପୁରା ଶୁଖିଗଲା ପରେ ଆପଣମାନେ ପାଣି ଦେବେ ମଟର ଆଉ ଆଳୁକୁ ବୁଡ଼ିକି 1 ଆଙ୍ଗୁଳି ପର୍ଯ୍ୟନ୍ତ ଆପଣମାନେ ପାଣି ଦେବେ ପାଣି ଦେଇ ସାରିବା ପରେ ଭଲ ଭାବରେ ଗୋଳେଇ ଦେବେ ଏଠି ଦେଖନ୍ତୁ କେବେ କେବେ ମଟର ଟିକେ ସିଝି ନଥାଏ ସେଥିପାଇଁ ଅଳ୍ପ ଟିକେ ଚିମୁଟାଏ ଖାଇବା ସୋଡ଼ା ଦେଇଦେବା ଖାଇବା ସୋଡ଼ା ଟିକେ ଦେଲେ ବହୁତ ବଢ଼ିଆ ହେଇକି ସିଝିଯିବ ଆଉ ତା ସହିତ ଗୋଟେ ବହୁତ ବଢ଼ିଆ ଟେକ୍ସଚର ଆସିବ ଟିକେ ବହଳିଆ ବହଳିଆ ହେଇକି ରହିବ ବହୁତ ବଢ଼ିଆ ଲାଗିବ ଏଠି ଦେଖନ୍ତୁ ଖାଇବା ସୋଡ଼ା ଦେଇକି ଗୋଳେଇ ସାରିବା ପରେ ପ୍ରେସର କୁକର ଢାଙ୍କୁଣି ଦେଇଦେବା ମିଡ଼ିୟମ୍ ଫ୍ଲେମ୍ରେ 2ଟା ସିଟି ଆସିବା ପାଇଁ ଛାଡ଼ିଦେବା ଏଠି ଦେଖନ୍ତୁ ମଟର ବଢ଼ିଆ ଭାବରେ ସିଝି ଯାଇଛି କିନ୍ତୁ ପୁରାପୁରି ଭଲ ଭାବରେ ସିଝେଇବେ ହେଲେ ବି ଟିକେ ଗୋଟା ଗୋଟା ରଖିବେ ଯାହାଫଳରେ କି ଘୁଗୁନି ଖାଇବାକୁ ଭାରି ବଢ଼ିଆ ଲାଗିବ ଆଉ ଘୁଗୁନିକୁ ଅତ୍ୟଧିକ ବି ସିଝେଇ ଦେବେନି ଯାହାଫଳରେ କି ପୁରା ଘାଣ୍ଟ ପରି ଲାଗିବ ସେଇ ଘୁଗୁନି ବିଲକୁଲ ଭଲ ଲାଗିନଥାଏ ଏଠି ଦେଖନ୍ତୁ ଘୁଗୁନିରେ ମଟର ବଢ଼ିଆ ଭାବରେ ସିଝିଛି କିନ୍ତୁ ଗୋଟା ଗୋଟା ହେଇକି ରହିଛି ଏମିତି ଆପଣମାନେ ଘୁଗୁନି ପ୍ରସ୍ତୁତ କରନ୍ତୁ ବିନା ତେଲ ବିନା ପିଆଜ ରସୁଣରେ ବହୁତ ବଢ଼ିଆ ଲାଗିବ ଆଉ ଏମିତିରେ ମାତ୍ର 10 ମିନିଟ୍ ଭିତରେ ମଧ୍ୟ ପ୍ରସ୍ତୁତ ହେଇଯିବ ଆଉ ତାପରେ କିଛି କଟା ଧନିଆ ପତ୍ର ପକାଇକି ଗରମା ଗରମ ପରସି ଦିଅନ୍ତୁ ଆଉ ଯେତେବେଳେ ପରସିବେ ଏମିତି ଘୁଗୁନି ସହିତ ଗୁଲୁଗୁଲାକୁ ପତ୍ର ଠୋଲାରେ ଯଦି ପରସି ଦେବେ ଆହୁରି ବଢ଼ିଆ ଲାଗିବ ଖାଇବା ପାଇଁ ସେଥିପାଇଁ ଆମେ ନେଇଯିବା ଗୋଟେ ପତ୍ର ଠୋଲା ସେଥିରେ ଦେଇଦେବା ପୁରା ନରମ ନରମ ପାଚିଲା କଦଳୀର ଗୁଲୁଗୁଲା ତା ସହିତ ବିନା ତେଲ ବିନା ପିଆଜ ରସୁଣର ପୁରା ଘୁଗୁନି ଗରମା ଗରମ ଏମିତି ପରସି ଦିଅନ୍ତୁ ସମସ୍ତଙ୍କୁ ବହୁତ ବଢ଼ିଆ ଲାଗିବ ଖାଇବା ପାଇଁ ଆଉ ଗୋଟେ କଞ୍ଚା ଲଙ୍କା ଯଦି ଦଳି ଦେବେ ଟିକେ ରାଗୁଆ ରାଗୁଆ ହେଇକି ପ୍ରସ୍ତୁତ ହେବ ଆପଣମାନେ ମଧ୍ୟ ଏମିତି ବନାନ୍ତୁ ଖାଆନ୍ତୁ ସମସ୍ତଙ୍କୁ ଖୁଆନ୍ତୁ ଆଜିର ପ୍ରସ୍ତୁତି ଆପଣମାନଙ୍କୁ କେମିତି ଲାଗିଲା ବିନମ୍ରତାର ସହିତ ଅନୁରୋଧ ନିଶ୍ଚୟ ଜଣେଇବେ ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ ଆଉ ଯଦି ଫେସବୁକ୍ ପେଜ୍ରେ ଦେଖୁଥାନ୍ତି ତେବେ ବିନମ୍ରତାର ସହିତ ଅନୁରୋଧ ନିଶ୍ଚୟ ଫଲୋ କରିବେ ବାପାଙ୍କୁ ତ ବହୁତ ବଢ଼ିଆ ଲାଗିଲା ତେବେ ଆଜି ପାଇଁ ଏତିକି ଜୟ ଜଗନ୍ନାଥ।